ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାର ନୂତନ ନିୟମ। ସେପ୍ଟେମ୍ବର 30 ସୁଦ୍ଧା ଅଯୋଗ୍ୟ ରାସନ କାର୍ଡଧାରୀଙ୍କ ନାମ କଟାଯିବ। ରାଜ୍ୟଗୁଡ଼ିକକୁ 1.17 କୋଟି ଲୋକଙ୍କ ତାଲିକା ପଠାଇଲେ କେନ୍ଦ୍ର ସରକାର। ଦେଖନ୍ତୁ ରାସନ କାର୍ଡରେ ନୂଆ ନିୟମ କ'ଣ ଲାଗୁ ହୋଇଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ନୂଆ ନିୟମ ଅନୁସାରେ ସେମାନେ କ'ଣ ସବୁ ସୁବିଧା ପାଇବା ପାଇଁ ଯାଉଛନ୍ତି ରାସନ କାର୍ଡ ମାଧ୍ୟମରେ। ଏହା ସହିତ କେଉଁ ହିତାଧିକାରୀମାନଙ୍କର ନାମ ସବୁଦିନ ପାଇଁ ରାସନ କାର୍ଡରୁ ବାଦ୍ ଦିଆଯିବ। ତ ଏଥିରେ ଆପଣମାନଙ୍କର ନାମ ଅଛି କି ନାହିଁ ଆପଣମାନେ ଥରେ ଚେକ୍ କରିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ ରହିଛି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଜନସାଧାରଣ ବଣ୍ଟନ ବ୍ୟବସ୍ଥାର ନୂତନ ନିୟମ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅର୍ଥାତ୍ NFSA ଅଧୀନରେ ଦେଶବ୍ୟାପୀ କୋଟି କୋଟି ଲୋକ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ଯାହା ମାଧ୍ୟମରେ ପ୍ରାୟ 76.10 କୋଟି ହିତାଧିକାରୀ ସରକାରୀ ଖାଦ୍ୟଶସ୍ୟ ପାଉଛନ୍ତି। କିନ୍ତୁ ଏବେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସେହି ଲୋକମାନଙ୍କୁ ଚିହ୍ନଟ କରିଛନ୍ତି ଯେଉଁମାନେ ଏହି ଯୋଜନା ପାଇଁ ଯୋଗ୍ୟ ନୁହନ୍ତି ଏବଂ ଏବେ ବି ମାଗଣା ଖାଦ୍ୟଶସ୍ୟର ଲାଭ ଉଠାଉଛନ୍ତି। ଆସନ୍ତୁ ଜାଣିବା କାହାର ନାମ ରାସନ କାର୍ଡରୁ ବାଦ୍ ଦିଆଯିବ। ଦେଖନ୍ତୁ କେନ୍ଦ୍ର ସରକାରଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ଅନେକ ରାସନ କାର୍ଡଧାରୀ ଅଛନ୍ତି ଯେଉଁମାନଙ୍କୁ ଏହି ସୁବିଧା ମିଳିବା ଉଚିତ ନୁହଁ। ସେମାନେ ଏଥିରେ ଅନ୍ତର୍ଭୁକ୍ତ ରହି ମାସ ସାରା ମାଗଣା ରାସନ ସାମଗ୍ରୀ ମଧ୍ୟ ହାସଲ କରୁଛନ୍ତି। ଏହି ରାସନ କାର୍ଡ କେଉଁମାନେ ହାତେଇଛନ୍ତି? ଏକରେ ଆପଣମାନଙ୍କର ଆୟକର ପ୍ରଦାନକାରୀ, ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ସେମାନଙ୍କ ପାଖରେ ବି ରାସନ କାର୍ଡ ରହିଛି। ଦୁଇରେ ଚାରି ଚକିଆ ମାଲିକ, ଯେଉଁମାନଙ୍କ ପାଖରେ ଚାରି ଚକିଆ ଯାନ ଅଛି ସେମାନଙ୍କ ପାଖରେ ବି ଗୋଟିଏ ରାସନ କାର୍ଡ ରହିଛି। ସେମାନେ ପ୍ରତ୍ୟେକ ମାସ ମାଗଣା ରାସନ ସାମଗ୍ରୀ ମଧ୍ୟ ହାସଲ କରୁଛନ୍ତି। ତିନିରେ କମ୍ପାନୀ ଗୁଡ଼ିକର ନିର୍ଦ୍ଦେଶକମାନେ ସରକାରୀ ଏଜେନ୍ସି ଗୁଡ଼ିକର ଡାଟାବେସ୍ ସହିତ ସୂଚନା ମେଳ କରିବା ପରେ ଜଣାପଡ଼ିଛି ଯେ ପ୍ରାୟ 94.71 ଲକ୍ଷ ରାସନ କାର୍ଡଧାରୀ ଆୟକର ଦାତା ଅଟନ୍ତି। ପ୍ରାୟ 17.51 ଲକ୍ଷ ଚାରି ଚକିଆ ଯାନ ମାଲିକ ଏବଂ 5.31 ଲକ୍ଷ ଲୋକ କମ୍ପାନୀ ନିର୍ଦ୍ଦେଶକ। ମୋଟ ଦେଖିବାକୁ ଗଲେ 1.17 ଲକ୍ଷ ଲୋକ ଅଯୋଗ୍ୟ ବର୍ଗରେ ଅଛନ୍ତି। ସେମାନଙ୍କର ନାମ ରାସନ କାର୍ଡରୁ ବାଦ୍ ଦିଆଯିବ। ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି ହୋଇଛି। ବର୍ତ୍ତମାନ ସମସ୍ତ ରାଜ୍ୟଗୁଡ଼ିକକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ନୋଟିସ୍ ଗୁଡ଼ିକ ପଠାଯାଇଛି। ସେମାନେ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ସେମାନଙ୍କୁ ମିଳିଛି। ସେମାନେ ଏହି ସମୟସୀମା ମଧ୍ୟରେ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦେବେ, ଯାହା ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି ପ୍ରତ୍ୟେକ ରାଜ୍ୟମାନଙ୍କ ପାଇଁ। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏହି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ରାଜ୍ୟଗୁଡ଼ିକକୁ ପଠାଇଛନ୍ତି। ରାଜ୍ୟଗୁଡ଼ିକକୁ ଭୂମି ସ୍ତରରେ ଯାଞ୍ଚ କରିବାକୁ ଏବଂ 30 ସେପ୍ଟେମ୍ବର 2025 ସୁଦ୍ଧା ଅଯୋଗ୍ୟ ରାସନ କାର୍ଡ ଧାରକଙ୍କୁ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି। ଏହାପରେ ଯେଉଁମାନେ ପ୍ରକୃତ ଅସହାୟ ଲୋକଙ୍କୁ ଅପେକ୍ଷା ତାଲିକାରେ ଅଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଏହା ସୂଚନା ରହିଛି ପ୍ରତ୍ୟେକ ରାଜ୍ୟମାନଙ୍କ ପାଇଁ। ଯେଉଁମାନେ ନୂଆକରି ରାସନ କାର୍ଡରେ ଆବେଦନ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ରାସନ କାର୍ଡ ମିଳିନାହିଁ କି ରାସନ ସାମଗ୍ରୀ ମିଳିବ ଆଗାମୀ ଦିନରେ, ତା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଗୁଡ଼ିକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି। ଆସନ୍ତୁ ଜାଣିବା ପ୍ରକୃତ ହିତାଧିକାରୀଙ୍କ ପାଖରେ ମାଗଣା ରାସନ କିଭଳି ଭାବରେ ପହଞ୍ଚି ପାରିବ। ସରକାର ଏହା ପାଇଁ କ'ଣ ସରଳ ବ୍ୟବସ୍ଥା କରୁଛନ୍ତି, ସରକାରଙ୍କ ଦ୍ୱାରା କ'ଣ ନୂଆ ସୁବିଧା ମଧ୍ୟ ମିଳିବ, ଏହାର ଡିଟେଲ୍ସ ଉପରେ ନଜର ପକାଇବା। ଦେଖନ୍ତୁ ଜଣେ ବରିଷ୍ଠ ହିତାଧିକାରୀଙ୍କ ଅନୁଯାୟୀ
ଯୋଜନାର ଲାଭ ପ୍ରକୃତରେ ଗରିବ ଏବଂ ଅସହାୟ ପରିବାର ପାଖରେ ପହଞ୍ଚିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଏପର୍ଯ୍ୟନ୍ତ ଅନେକ ଲୋକ ଖାଦ୍ୟଶସ୍ୟ ନେଉଛନ୍ତି ଯେଉଁମାନେ ନିୟମ ଅନୁଯାୟୀ ଏହାର ହକଦାର ନୁହନ୍ତି। NFSAର ନିୟମ ଅନୁଯାୟୀ ଯେଉଁମାନେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସେଇମାନେ କେବଳ ମାସକୁ ମାସ ମାଗଣା ରାସନ ସାମଗ୍ରୀ ପାଇପାରିବେ। ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ ହାତେଇଛନ୍ତି ସେମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ଘୋଷଣା ରହିଛି। ଦେଖନ୍ତୁ, NFSAର ନିୟମ ଅନୁଯାୟୀ କେଉଁ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ରୁ ବାଦ୍ ଦିଆଯିବ ସେମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯିବ। ଏକରେ ଆପଣମାନଙ୍କର ସରକାରୀ କର୍ମଚାରୀ ଯେଉଁମାନେ ସରକାରୀ ଚାକିରି କରି ରାସନ କାର୍ଡ଼ ରଖିଛନ୍ତି ତ ସେମାନଙ୍କ ପାଇଁ ଦୃଢ଼ ପଦକ୍ଷେପ ନେବେ ସରକାର। ଦୁଇରେ ବାର୍ଷିକ 1 ଲକ୍ଷ କିମ୍ବା ତାଠାରୁ ଅଧିକ ଆୟ ଥିବା ପରିବାର। ଦେଖନ୍ତୁ, ଯେଉଁମାନେ ବର୍ଷକୁ 1 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ 1 ଲକ୍ଷ ଠାରୁ ଅଧିକ ରୋଜଗାର କରୁଛନ୍ତି ସେମାନଙ୍କ ପାଖରେ ରାସନ କାର୍ଡ଼ ରହିଛି ସେମାନେ ବି ରାସନ କାର୍ଡ଼ର ସୁବିଧା ପାଉଛନ୍ତି। ସେମାନଙ୍କୁ ବି ରାସନ କାର୍ଡ଼ରୁ ବାଦ୍ ଦିଆଯିବ ଏବଂ ସେମାନଙ୍କ ପାଇଁ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 3ରେ କରଦାତା। ଦେଖନ୍ତୁ, କିଛି ଲୋକ ଅଛନ୍ତି ସେମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି କିନ୍ତୁ ସେମାନଙ୍କ ପାଖରେ ବି ରାସନ କାର୍ଡ଼ ରହିଛି ସେମାନେ ବି ରାସନ କାର୍ଡ଼ର ସୁବିଧା ପାଉଛନ୍ତି। ଦେଖନ୍ତୁ, ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ତ ସେମାନଙ୍କ ପାଖରେ ରାସନ କାର୍ଡ଼ ଅଛି ତାହେଲେ ଆପଣମାନଙ୍କର ରାସନ କାର୍ଡ଼ କଟିବ। ତା ସହିତ ସରକାରଙ୍କ ତରଫରୁ ଭେରିଫିକେସନ୍ ପ୍ରକ୍ରିୟା ମଧ୍ୟ ହେବ। ଦେଖନ୍ତୁ, ଭେରିଫିକେସନ୍ କହିଲେ କିଛି ହିତାଧିକାରୀ ସେମାନଙ୍କର କୌଣସି ଅସୁବିଧା ଯୋଗୁଁ କିଛିଟା ପରିମାଣରେ ଲୋନ୍ କରିଥିଲେ ସେମାନେ ଇନକମ୍ ଟ୍ୟାକ୍ସ ମଧ୍ୟ ଦେଇଛନ୍ତି କିନ୍ତୁ ସେମାନେ ଯୋଗ୍ୟ ହିତାଧିକାରୀ ଅଟନ୍ତି ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଭେରିଫିକେସନ୍ ପ୍ରକ୍ରିୟା ଜାରି ହେବ। 4 ନମ୍ବରରେ 4 ଚକିଆ ମାଲିକ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି 4 ଚକିଆ ଯାନ ଆପଣଙ୍କ ନାମରେ ଅଛି ତାହେଲେ ଆପଣମାନଙ୍କର ରାସନ କାର୍ଡ଼ଟି କଟିଯିବ ସବୁଦିନ ପାଇଁ। ଦେଖନ୍ତୁ, ଏହିମାନଙ୍କର ମାଗଣା ରାସନ ପାଇବାର ଅଧିକାର ନାହିଁ। ଏମାନେ ରାସନ କାର୍ଡ଼ରେ ନାମ ଥିଲେ ବି ଏମାନଙ୍କ ନାମ ବାଦ୍ ଦେବା ପାଇଁ ଯାଉଛନ୍ତି ସରକାର। ଆସନ୍ତୁ ଜାଣିବା ଡାଟାବେସ୍ ମେଳକ ମାଧ୍ୟମରେ ପରିଚୟ। କେନ୍ଦ୍ର ସରକାର ଅଯୋଗ୍ୟ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଅନେକ ଏଜେନ୍ସିରୁ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିରେ ଆୟକର ବିଭାଗ ଅର୍ଥାତ୍ CBDT, ସଡ଼କ ପରିବହନ ମନ୍ତ୍ରାଳୟ ଅର୍ଥାତ୍ MORTH, କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଅର୍ଥାତ୍ MCA, CBIC ଏବଂ PM କିଷାନ ଭଳି ଯୋଜନାର ରେକର୍ଡ଼ ଅନ୍ତର୍ଭୁକ୍ତ। ଏହି ମେଳ ଦ୍ୱାରା ଜଣାପଡ଼ିଛି ଯେ ବହୁ ସଂଖ୍ୟକ ଲୋକ ନକଲି କିମ୍ବା ଭୁଲ ଉପାୟରେ ରାସନ କାର୍ଡ଼ର ଲାଭ ନେଉଥିଲେ। କୋଟି କୋଟି କାର୍ଡ଼ ପୂର୍ବରୁ ବାତିଲ ହୋଇସାରିଛି। ଏହା ପ୍ରଥମ ଥର ନୁହଁ। ଯେତେବେଳେ ସରକାର ରାସନ କାର୍ଡ଼ ସମୀକ୍ଷା କରିଛନ୍ତି ସଂସଦରେ ଦିଆଯାଇଥିବା ସୂଚନା ଅନୁଯାୟୀ 2021ରୁ 2023 ମଧ୍ୟରେ ପ୍ରାୟ 1.34 କୋଟି ନକଲି ଅଯୋଗ୍ୟ ରାସନ କାର୍ଡ଼ ବାତିଲ କରାଯାଇଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅର୍ଥାତ୍ PMJKY ଅଧୀନରେ ହିତାଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି। ଏହିପରି ପରିସ୍ଥିତିରେ ଅଯୋଗ୍ୟ ଲୋକଙ୍କୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଯାହାଦ୍ୱାରା ଖାଦ୍ୟଶସ୍ୟ ସଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିବ। ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଅର୍ଥାତ୍ PDSକୁ ସ୍ୱଚ୍ଛ ଏବଂ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଯଦି ଆପଣ ମଧ୍ୟ ରାସନ କାର୍ଡ଼ ଧାରକ ତେବେ ଶୀଘ୍ର ଆପଣମାନଙ୍କର ଡକ୍ୟୁମେଣ୍ଟ ଏବଂ ସ୍ଥିତି ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ନଚେତ୍ ଆପଣଙ୍କ ନାମ ମଧ୍ୟ ଏହି ଯୋଜନାରୁ ବାଦ୍ ଦିଆଯିବା ତାଲିକାରେ ସାମିଲ ହୋଇପାରେ।